ସଦାନନ୍ଦମୟ ସ୍ଥିତି କିପରି ଏବଂ କନଷ୍ଟାଣ୍ଟ ଏନଗେଜମେଣ୍ଟ, ଯେତେବେଳେ ବରାବର ଭଗବାନଙ୍କ ସେବାରେ ଗୋଟେ ମୁହୂର୍ତ୍ତ ବିଚ୍ୟୁତ ହବ ନା, ନଟ୍ ଏ ସିଙ୍ଗଲ ମୁଭମେଣ୍ଟ ଟାସ୍କ, ଗୋଟେ ମୁହୂର୍ତ୍ତ ବିଚ୍ୟୁତ ହବ ନା, ବରାବର ସେବାରେ ସେ ସଦାନନ୍ଦମୟ ଭଗବାନଙ୍କର ସେବାରେ ନିଯୁକ୍ତ ରହିବ, ତାହେଲେ କ୍ରମଶଃ ତାର ବଦ୍ଧାବସ୍ଥା ଦୂର ହବ ବା ତାର ଜଡ଼ ଶରୀର ରୂପାନ୍ତର ହେଇଯିବ ସ୍ପିରିଚୁଆଲ ବଡି, ଦିବ୍ୟ ଶରୀରରେ ପ୍ରାକୃତ ଶରୀର ରୂପାନ୍ତରିତ ହେଇଯିବ। ଉଦାହରଣ ଦିଆଯାଏ, ଯେପରି ଏ ପିସ୍ ଅଫ୍ ଆଇରନ୍, ଖଣ୍ଡେ ଲୁହାକୁ ତୁମେ ବରାବର ଅଗ୍ନି ଭିତରେ ଭର୍ତ୍ତି କରି ରଖିବ, ବରାବର ଅଗ୍ନି ଭିତରେ ଭର୍ତ୍ତି କରି ରଖିବ, ତାହେଲେ କଣ ହବ ନା ସେ ଲୁହାଟା କ୍ରମଶଃ ଅଗ୍ନି ଭଳି ହେଇଯିବ, ରେଡ୍ ହଟ୍ ହେଇଯିବ, ଲାଲ ଟୁକଟୁକ ହେଇଯିବ। ସେତେବେଳେ ସେ ଲୁହା ନୁହେଁ, ତାକୁ ଛୁଇଁଲେ ଅଗ୍ନି ପରି ସେ ଦହନ କରିବ, ସେତେବେଳେ ତାର ପରିବର୍ତ୍ତନ ହେଇଯାଇଛି, ଅଗ୍ନି ଭିତରେ ବରାବର ରହିବା ଦ୍ୱାରା ଅଗ୍ନି ହେଇଯାଇଛି, ପ୍ରାୟ ଅଗ୍ନି ଭଳି ହେଇଯାଇଛି। ସ୍ପର୍ଶ କଲେ ସେ ଦହନ କରିବ, ସେ ସାଧାରଣ ଲୁହା ନୁହେଁ। ବର୍ତ୍ତମାନ ଏ ଯୋଉ ପ୍ରକାର ରୂପାନ୍ତର ହଉଛି, ଟ୍ରାନ୍ସଫର୍ମେସନ ହଉଛି, ତଦ୍ରୂପ ରୂପାନ୍ତର হয় ବଦ୍ଧ ଜୀବର ପ୍ରାକୃତ ଶରୀରର ଅପ୍ରାକୃତ ଶରୀର ତଦ୍ରୂପ ଭାବରେ হয়। ଯଦି ସେଥିରୁ ସେ ବିଚ୍ୟୁତ ହେଇଯାଏ, ସେ ଲୁହାଟା ନିୟନ୍ତ୍ରଣ କାଢି ଆଣିବ, କିଛି ସମୟ ପରେ ପୁଣି ତାର ଲବତ୍ତ ପ୍ରାପ୍ତ ହେଇଯିବ। ଏଠି ତ ଅଛି, ତ ଯେପରି ଆମର କୁହାଯାଏ, ଆଉ ଉଦାହରଣ ଦିଆଯାଏ ଇଲେକ୍ଟ୍ରିସିଟି, ତମ୍ବା ତାର ଭିତରେ ସେ ଇଲେକ୍ଟ୍ରିସିଟି ବିଦ୍ୟୁତ ତରଙ୍ଗ ପ୍ରବାହିତ ହଉଛି କନଷ୍ଟାଣ୍ଟଲି, ତାହେଲେ ସେ ଇଲେକ୍ଟ୍ରିଫାଏଡ ହେଇଯାଉଛି, ବୈଦ୍ୟୁତିକ ଶକ୍ତି ସମ୍ପନ୍ନ ହେଇଯାଉଛି। ସେ ଆଉ ସାଧାରଣ ତମ୍ବା ତାର ନୁହେଁ, ତାକୁ ଯଦି ଛୁଇଁବ ତାହେଲେ ଇଲେକ୍ଟ୍ରିକ ସକ୍ ମାରିଲାଣି, ନିଶ୍ଚିତ କଥା। କାରଣ କନଷ୍ଟାଣ୍ଟଲି ଇଲେକ୍ଟ୍ରିସିଟି ପ୍ରବାହିତ ହଉଛି, ସେ ତଦ୍ରୁପ ହେଇଯାଇଛି। ଏଇଟା କଥାଟା, ଏ କଥାଟା ବୁଝିବା ପାଇଁ ଉଦାହରଣ ଦିଆଯାଏ, ତାହେଲେ କଥାଟା ବୁଝି ହବ ନା। ତେଣୁ କନଷ୍ଟାଣ୍ଟ ଏନଗେଜମେଣ୍ଟ, ବଦ୍ଧଜିତ ଗୁରୁ ଆନୁଗତ୍ୟରେ ବରାବର ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଭଗବାନଙ୍କ ସେବା ଲାଗେ, ଗୋଟାଏ ମୁହୂର୍ତ୍ତ ବିଚ୍ୟୁତ ହବ ନା, ତାହେଲେ ଯାଇକି ତାର ମେଟେରିଆଲ ବଡି will be transformed into spiritual body, ତାର ପ୍ରାକୃତ ଶରୀରଟା ଅପ୍ରାକୃତ ହେଇଯିବ, ଆଉ ସେ ବରାବର ଚାଲିବ। ଆଉ ଯଦି ଦୈବ କ୍ରମେ କୌଣସି ମତେ ଟିକେ ବିଚ୍ୟୁତ ହେଇଗଲା, ଯେମିତି ଲୁହା ପୁଣି ଲୁହା ହିଁ ହେଇଯିବ, ତଦ୍ରୁପ ଭାବରେ ପୁଣି ପ୍ରାକୃତ ସ୍ଥିତିକି ଆସିଯିବ। ସେଥିପାଇଁ ପତନ ହଉଛି। ଇଏ ହଉଛି ତା ଭିତରେ ତାତ୍ପର୍ଯ୍ୟ, କଥାଟା ଗୁଡ଼ ତାତ୍ପର୍ଯ୍ୟ ଅଛି। ତେଣୁ ଏହାକୁ ସାଧାରଣ ଲୋକ ବୁଝିପାରନ୍ତି ନା, ତେଣୁ ସେମାନେ ଭାବନ୍ତି ନା ହଁ ଆମର ସଂଯୋଗ ହେଇଯାଇଛି, ଭଗବାନଙ୍କ ସାଙ୍ଗେ ସଂଯୁକ୍ତ ହେଇଯାଇଛେ, ଆଉ ଆମର ଆଉ ଅନ୍ୟ କଥା କିଛି ଦରକାର ନାହିଁ। ନା ତା ନୁହେଁ ବାପା, ମନକୁ ମନ ଦିଲିକା ଲଡୁ ଖାଇଲେ ହୁଏ ନା ବାପା, ଏ ବିପଦ ଅଛି ତା ଭିତରେ। ତେବେ ଇଏ ହଉଛି ଯାହା କହନ୍ତି କନଷ୍ଟାଣ୍ଟ, ବରାବର ଏଇ କ୍ରିୟା କରିବ। ଆଉ ଇଏ ତତ୍କାଳୀନ ଗୋଟାଏ ସମୟର ବା କ୍ଷଣିକ ତାହା ନୁହେଁ, ରେଗୁଲାର। ଏଇ ପ୍ରକାର ଯିଏ ରହିଛନ୍ତି, ନିଯୁକ୍ତ ଅଛନ୍ତି ଗୁରୁଙ୍କ ଆନୁଗତ୍ୟରେ, ସେ ଅପ୍ରାକୃତ ଶରୀର ପାଉଛନ୍ତି। ତାଙ୍କର ଜଡ଼ ଶରୀରଟା ପରିବର୍ତ୍ତିତ ହେଇ ଅପ୍ରାକୃତ ଶରୀର, ପ୍ରାକୃତ ଶରୀର ପରିବର୍ତ୍ତିତ ହେଇକି ଅପ୍ରାକୃତ ଶରୀର ହେଇଯାଉଛି। ସେ ଅପ୍ରାକୃତ ଇନ୍ଦ୍ରିୟର ଅଧିକାରୀ ହେଇଯାଉଛନ୍ତି।